ଦଣ୍ଡଯାତ୍ରାରେ ମୁଖ୍ୟ ଆକର୍ଷଣ ପାଲଟିଛି ଅନ୍ନପ୍ରସାଦ। ଅନ୍ନପ୍ରସାଦ ଆମର ଦଣ୍ଡ ନାଚ ଚୈତ୍ର ମାସରେ ବିଶେଷ କରି ଗଞ୍ଜାମ ଅଞ୍ଚଳରେ ଦଣ୍ଡ ନାଚ ପ୍ରସିଦ୍ଧ ଏବଂ ଏଇ ଯେଉଁ ଦଣ୍ଡ ନାଚଟି ଭଗବାନ ଶିବଙ୍କ ଉଦ୍ଦେଶ୍ୟରେ ଏଇ ଯେଉଁ ଦଣ୍ଡ ନାଚ ପାଳନ କରାଯାଏ ଏବଂ ଇଏ ହେଉଛି ଏକ ପ୍ରକାରର ସାଧନା ଶିବଙ୍କୁ ସନ୍ତୁଷ୍ଟ କରି ତାଙ୍କର ଏଇ କୃପା ପାଇବା ପାଇଁ ଏ ଏକ ପ୍ରକାରର ସାଧନା କରାଯାଏ ଏବଂ ଯେଉଁମାନେ ଏଇ ଯେଉଁ ଦଣ୍ଡ ବ୍ରତରେ ଅଂଶଗ୍ରହଣ କରନ୍ତି ସେମାନେ ସମ୍ପୂର୍ଣ୍ଣ ଭାବରେ ନିଷ୍ଠାପର ଭାବରେ ସେମାନଙ୍କୁ ରହିବାକୁ ପଡ଼ିଥାଏ। ଏବେ ତ ଗାଁ ଦୁଲୁକୁଛି ଏଇ ଯେଉଁ ଗାଁ ଦାଣ୍ଡ ଏବଂ ଉତ୍ସବ ମୁଖର ପୁରା ପରିବେଶ ଆରମ୍ଭ ହୋଇଯାଇଛି ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଲୋକନୃତ୍ୟ ଦଣ୍ଡଯାତ୍ରା। କବିସୂର୍ଯ୍ୟନଗର ଏବଂ ଗୁଡ଼ିଆଳି ଭଳି ଅନେକ ଗାଁରେ ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଥିବା ବେଳେ ଗାଁ ପୋଖରୀରେ ପୂଜାର୍ଚ୍ଚନା ସହ ଗାଁ ବୁଲିବା ଆରମ୍ଭ କରିଦେଇଛନ୍ତି କାଳିଶୀ। ଚୈତ୍ର ମାସ ଆସିଗଲେ ମାନସିକଧାରୀମାନେ ସେମାନେ ନିଜ ନିଜର ମାନସିକ ପୂରଣ ନିମନ୍ତେ ଏହି ଦଣ୍ଡଯାତ୍ରାରେ ସାମିଲ ହୋଇଥାନ୍ତି। ଦେହରେ ଗେରୁଆ ବସ୍ତ୍ର ପରିଧାନ କରିବା ସାଙ୍ଗକୁ ହାତରେ ମାଆଙ୍କର ବାନା ଏବଂ ମୟୂର ପୁଚ୍ଛ ଧରି ଏଇ ଯେଉଁ ମାନସିକଧାରୀମାନେ ଗାଁକୁ ଗାଁ ବୁଲି ସେମାନେ ଦଣ୍ଡ ଭ୍ରମଣ କରିବା ସହ ଦଣ୍ଡ ମଧ୍ୟ ଖୋଜିଥାନ୍ତି ଦଣ୍ଡ ଖେଳିଥାନ୍ତି ଏବଂ ଏଇ ଯେଉଁ ଦଣ୍ଡଯାତ୍ରା ଚୈତ୍ର ମାସ ମେରୁ ସଂକ୍ରାନ୍ତିରୁ ଠିକ୍ 21 ଦିନ ପୂର୍ବରୁ ତାହା ଆରମ୍ଭ ହୋଇଥାଏ। ଦଣ୍ଡ ନାଚରେ ପ୍ରଥମେ ଧୂଳି ଦଣ୍ଡ ତାପରେ ପାଣି ଦଣ୍ଡ ଏବଂ ରାତ୍ରିରେ ଅଗ୍ନି ଦଣ୍ଡ କରାଯାଇଥାଏ। ବାଦ ଏବଂ ତୁରୀର ତାଳେ ତାଳେ ଏଇ ଯେଉଁ ଦଣ୍ଡୁଆ ମାନସିକଧାରୀମାନେ ସେମାନେ ଚାଲିଥାନ୍ତି ମାଇଲ ମାଇଲ ବାଟ। ମାନସିକଧାରୀମାନେ ଦିନକୁ ଓଳିଏ ଖାଇବା ସହ ବହୁ ନିଷ୍ଠାର ସହିତ ଏଇ ଯେଉଁ ବ୍ରତକୁ ପାଳନ କରିଥାନ୍ତି। ଏପରିକି ପରମ୍ପରା ଏଇ ଯେଉଁ ଆମର ଯେଉଁ ଗଞ୍ଜାମ ଜିଲ୍ଲାରେ ବହୁ ବର୍ଷ ଧରି ଲାଗି ରହିଥିବା ବେଳେ ପ୍ରତ୍ୟେକ ବର୍ଷ ଚୈତ୍ର ମାସରେ ଆରମ୍ଭ ହୋଇ ପଣା ସଂକ୍ରାନ୍ତିରେ ଏଇ ଯେଉଁ ଯାତ୍ରା ସରିଥାଏ। ଚୈତ୍ର ପର୍ବ ଦଣ୍ଡଯାତ୍ରାର ମୁଖ୍ୟ ଆକର୍ଷଣ ପାଲଟିଛି। ବିଳମ୍ବିତ ରାତ୍ରିରେ ହେଉଥିବା ଅନ୍ନପ୍ରସାଦ ପ୍ରସ୍ତୁତି ହେଉଛି କେବଳ ଦଣ୍ଡଭୋକ୍ତାଙ୍କ ଦ୍ୱାରା ହିଁ ଏହା ସମ୍ପନ୍ନ ହୋଇଥାଏ। ଅକଟା ଏବଂ ଅବଟା ଏଇ ଯେଉଁ ନିୟମ ପ୍ରକାରରେ କୌଣସି ଅର୍ଥାତ୍ କୌଣସି ପରିବା କଟାଯିବ ନାହିଁ ଏବଂ କଟା ଯାଇଥିବା ଯେଉଁ ମସଲା ଦ୍ରବ୍ୟ ମଧ୍ୟ ବ୍ୟବହାର କରାଯିବ ନାହିଁ। ବଟା ଯାଇଥିବା ମସଲା ବ୍ୟବହାର କରାଯିବ ନାହିଁ। ଭାତ ଡାଲି ପ୍ରସ୍ତୁତ ହୋଇଥାଏ। ତାହାପରେ ପାଟଭୋକ୍ତାଙ୍କର ସ୍ପର୍ଶ ହେଲେ ହିଁ ତାହା ରୋଷେଇ ଶେଷ ହୁଏ। ପ୍ରସ୍ତୁତ ଖାଦ୍ୟରୁ ସମସ୍ତ ଦଣ୍ଡଭୋକ୍ତାଙ୍କୁ ପରସିଲା ପରେ ତାପରେ ଯେଉଁ ଢୋଲ ମହୁରୀର ଧ୍ୱନିରେ ନିର୍ଦ୍ଦିଷ୍ଟ ସମୟରେ ପ୍ରସାଦକୁ ସେବନ କରିଥାନ୍ତି। ପରେ ବଳକା ଅନ୍ନ ପ୍ରସାଦକୁ ସର୍ବସାଧାରଣ ଭକ୍ତମାନଙ୍କୁ ସେଇ ଯେଉଁ ପ୍ରସାଦକୁ ପ୍ରଦାନ କରାଯାଇଥାଏ। ଯାହାକି ଏଇ ଯେଉଁ ଏକ ପ୍ରସାଦ ପାଇବା ପାଇଁ ବହୁ ଦୂର ଦୂରାନ୍ତରରୁ ଆସିଥିବା ଶ୍ରଦ୍ଧାଳୁମାନେ ସେମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅପେକ୍ଷା କରି ରହିଥାନ୍ତି। ତେବେ ଏଇ ଯେଉଁ ଦଣ୍ଡଯାତ୍ରାରେ ସାମିଲ ହେଲେ ଅନେକ ଅସାଧ୍ୟ କାର୍ଯ୍ୟ ସାଧ୍ୟ ହୁଏ ବୋଲି ଲୋକମାନଙ୍କର ବିଶ୍ୱାସ ରହିଛି। ଶିବଙ୍କ ଉଦ୍ଦେଶ୍ୟରେ ଭଗବାନ ଶିବଶଙ୍କର ସେ ସନ୍ତୁଷ୍ଟ ହେଲେ ଅନେକ ଅସାଧ୍ୟ କାର୍ଯ୍ୟକୁ ମଧ୍ୟ ସେ ସମ୍ଭବ କରିଦିଅନ୍ତି। ଏହି ଉଦ୍ଦେଶ୍ୟରେ ଏଇ ଯେଉଁ ଦଣ୍ଡଯାତ୍ରା ଅନୁଷ୍ଠିତ ହୋଇଥାଏ।